ଶୀତ ଦିନରେ ଖରାରେ ବସି କେବେ ପଖାଳ ଖାଇଛନ୍ତି? ନିଜ ପରିବାର ସହିତ କୋବି ଆଳୁ ମୂଳା ଭଜା ହେଇଥିବ, ଶାଗ ଟିକେ ଭଜା ହେଇଥିବ, ଆଳୁ ଟିକେ ପୋଡ଼ା ହେଇଥିବ, ବଡ଼ି ଟିକେ ଚଟଣି ହେଇଥିବ। ସତରେ ବହୁତ ଟେଷ୍ଟ ଲାଗେ ସେ ଖାଇବାଟା। ଶୀତ ଶୀତ ଲାଗୁଥିବ କିନ୍ତୁ ଗୋଟେ କଂସାରେ 3-4 ଜଣ ଭାଇ ଭଉଣୀ ମିଶିକି ହାତ ପୁରେଇ ଖାଉଥିବେ। ସେତେବେଳେ ଏତେ ସାନିଟାଇଜ୍ ବି କରିବାକୁ ପଡ଼େନି ହାତ, କିନ୍ତୁ କୌଣସି ରୋଗ ହୁଏନି। ଟିକେ ହାତ ଧୋଇ ଦେଇ ଆସି ଗୋଟେ କଂସାରେ ହାତ ପୁରେଇକି ଭାଇ ଭଉଣୀ ମାନେ ମିଶିକି ଖାଆନ୍ତି। ଜେଜେମା ଜେଜେବାପା ବସିକି ଚା ଟିକେ ପିଉଥିବେ, ମୁଢ଼ି ଟିକେ ଖାଉଥିବେ, କେତେ ମିଠା ମିଠା କଥା କହୁଥିବେ। ଗୋଟେ ଜାଗାରେ ସାଙ୍ଗ ହେଇ ବସିଥିବେ, କିଛି ନାହିଁ, ତଳେ ଗୋଟେ ଛୋଟ ପିଢ଼ା ପକେଇ ଦେଇଥିବେ କିମ୍ବା ଆସନଟିଏ ପକେଇ ଦେଇ ବସିକି ଖାଉଥିବେ। ସେ ଆନନ୍ଦ କ'ଣ ଏବେ ଡାଇନିଂ ଟେବୁଲରେ ଅଛି? ସେ ଆନନ୍ଦ କ'ଣ ଏବେ ଡାଇନିଂ ଟେବୁଲରେ ବସି ଯେଉଁ ସ୍ପୁନରେ ଖାଇବାରେ ଅଛି? ଏତେ ତ ଆପଣ ହ୍ୟାଣ୍ଡ ୱାଶ୍ କରୁଛନ୍ତି, ସାନିଟାଇଜ୍ କରୁଛନ୍ତି, ଏତେ ରୋଗ କ'ଣ ପାଇଁ ହେଉଛି? ଯେଉଁ ଲୋକମାନେ ଭାବୁଛନ୍ତି ଆମେ ଏକା ରହିବୁ, ଏକା ଖାଇବୁ, ଏକା ରହିବୁ, ବଡ଼ ଘରେ ରହିବୁ, ବଡ଼ ଗାଡ଼ି ଚଲେଇବୁ, ପ୍ରକୃତରେ ଭାବିବେ ସେଇ ପିଲାଦିନର କଥା। ଯେତେବେଳେ ପରିବାର ସହିତ ବିତଉଥିଲେ, ସେ ଆନନ୍ଦ କ'ଣ ଏବେ ଏକା ରହିବାରେ ମିଳୁଛି? କେବେ ବି ମିଳୁନଥିବ। ଏକୁଟିଆ ଥିଲାବେଳେ କଥା ଟିକେ ଅନୁଭବ କରିବେ ଆଉ ଟିକେ ପଛକୁ ଫେରିଯିବେ। ପ୍ରକୃତରେ ଖୁସିରେ କେତେବେଳେ ରହିଥିଲେ, ପ୍ରକୃତ ଆନନ୍ଦ କେତେବେଳେ ମିଳୁଥିଲା ଆଉ ପ୍ରକୃତ ଶାନ୍ତି କେତେବେଳେ ମିଳୁଥିଲା। ତେଣୁକରି ଏବେ ବି ସମୟ ଅଛି, ନିଜ ପରିବାରକୁ ଆପଣାଅ, ନିଜ ପରିବାର ସହିତ ଖୁସିରେ ରୁହ। ଏକାରେ କେବେ ବି ଶାନ୍ତି ସୁଖ ମିଳେନି, ଏକା ରହିବାରେ କେବେ ବି ଆନନ୍ଦ ମିଳିନଥାଏ। ସମସ୍ତେ ଖୁସିରେ ରହିଲେ ଖୁସିଟି ବଢ଼େ, ଖୁସି କେବେ କମେନି।